ଖେଳାଳିରୁ ମାଲିକ ହେବେ ବିରାଟ କୋହଲି, ପତ୍ନୀ ଅନୁଷ୍କା ଶର୍ମା କିଣିବେ ଆଇପିଏଲ୍ର ଏହି ଟିମ୍, ଡିଲ୍ ହେଲା ଫାଇନାଲ, ଆରସିବିକୁ କିଣିବେ ଅନୁଷ୍କା ଶର୍ମା। ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଭିଡ଼ିଓ ଆରମ୍ଭ କରିବା। ଦର୍ଶକ ବନ୍ଧୁ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ବିକ୍ରି ହେବା ପାଇଁ ପ୍ରସ୍ତୁତ ଅଛି। ଅନେକ ଜଣାଶୁଣା ବ୍ୟକ୍ତି ଆରସିବି ଦଳକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆଦର ପୁନୱାଲା ପୂର୍ବରୁ ଆଇପିଏଲ୍ 2025 ଚମ୍ପିୟନ ଦଳକୁ କିଣିବା ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି। ଏବେ ଏପରି ଖବର ଆସିଛି ଯେ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଆରସିବି ଫ୍ରାଞ୍ଚାଇଜର ଅଂଶଧନ କିଣିବାକୁ ଚାହୁଁଛନ୍ତି। ଫାଇନାନ୍ସିଆଲ ଏକ୍ସପର୍ଟର ଏକ ରିପୋର୍ଟ ଅନୁଯାୟୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଫ୍ରାଞ୍ଚାଇଜରେ ଏକ ବଡ଼ ଅଂଶଧନ କିଣି ନିୟନ୍ତ୍ରଣ ହାସଲ କରିବାକୁ ଚାହୁଁଛି। ଏହା ବଦଳରେ ଏହି ଦଳର ଏକ ଛୋଟ ଅଂଶଧନ କିଣିବାକୁ ଆଗ୍ରହୀ। ରିପୋର୍ଟ ହୋଇଛି ଯେ ଏହା ଆରସିବି ଫ୍ରାଞ୍ଚାଇଜରେ 3% ଅଂଶଧନ ହାସଲ କରିବାକୁ ଚାହୁଁଛି। ଦଳ ବର୍ତ୍ତମାନ ମୂଲ୍ୟାଙ୍କନ ଆଧାରରେ ଏହି 3% ଅଂଶଧନ ପାଇଁ ପ୍ରାୟ 400 କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଏହା ଉଲ୍ଲେଖ ଯେ ଡିଆଇଜି ଆଇପିଏଲ୍ 2025 ଚମ୍ପିୟନ ଦଳର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାଲିକ ଅଟନ୍ତି ଏବଂ ମାର୍ଚ୍ଚ 2026 ସୁଦ୍ଧା ସେମାନେ ଆରସିବି ଦଳର ମାଲିକାନା ସମ୍ପୂର୍ଣ୍ଣ ଭାବେ ଛାଡ଼ିଦେବେ। ଏହା ଉଲ୍ଲେଖ ଯେ ଅନୁଷ୍କା ଶର୍ମା କିମ୍ବା ବିରାଟ କୋହଲିଙ୍କ ମଧ୍ୟରୁ କେହି ବର୍ତ୍ତମାନ ଦଳର କୌଣସି ଅଂଶଧନ ମାଲିକ ନୁହନ୍ତି। ଯଦି ଏହା ରିପୋର୍ଟ ଅନୁଯାୟୀ ସତ୍ୟ ହୁଏ, ତେବେ ଏହା ଦେଖିବାକୁ ଆକର୍ଷଣୀୟ ହେବ ଯେ ବିସିସିଆଇର ବିରାଟ କୋହଲିଙ୍କ ପରିବାରକୁ ବାଙ୍ଗାଲୋରର ଫ୍ରାଞ୍ଚାଇଜ ଅଂଶଧନ କିଣିବାକୁ ଅନୁମତି ଦେଉଛି କି ନାହିଁ। ବିସିସିଆଇର ନିୟମ କ'ଣ ବାଧା ସୃଷ୍ଟି କରିବ ନାହିଁ? ବିରାଟ କୋହଲି ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଇଁ ଖେଳୁଛନ୍ତି ଏବଂ ଆରସିବିକୁ ଏକ ପ୍ରମୁଖ ବ୍ରାଣ୍ଡରେ ପରିଣତ କରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଛନ୍ତି। ପ୍ରକୃତ ଯଦି ବିରାଟ କୋହଲି କିମ୍ବା ତାଙ୍କ ପରିବାର ଦଳରେ ଅଂଶଧନ ହାସଲ କରିବାକୁ ଚେଷ୍ଟା କରନ୍ତି, ତେବେ ବିସିସିଆଇ ତାଙ୍କ ନିୟମ ରାସ୍ତାରେ ବାଧା ସୃଷ୍ଟି କରିପାରେ। 2007 ମସିହାରେ ବିସିସିଆଇ ଖେଳାଳିଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଦଳରେ କୌଣସି ଅଂଶଧନ କିଣିବାକୁ ନିଷେଧ କରିଥିଲା। ହେଲେ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ନୁହେଁ, ବରଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହି ଦଳର ଅଂଶଧନ କିଣିପାରନ୍ତି। ସେହିଭଳି ରେସ୍ରେ ଅଛନ୍ତି ବା ରଣବୀର କପୁର ମଧ୍ୟ ଅଛନ୍ତି। ଏହି ରେସ୍ରେ କେବଳ ଅନୁଷ୍କା ଶର୍ମା ନୁହନ୍ତି, ବରଂ ବଲିଉଡ୍ ଅଭିନେତା ରଣବୀର କପୁର ମଧ୍ୟ ଆରସିବି ଫ୍ରାଞ୍ଚାଇଜର 2% ଅଂଶଧନ କିଣିବାକୁ ଆଗ୍ରହୀ ବୋଲି ଜଣାପଡ଼ିଛି। ଏଥିପାଇଁ ତାଙ୍କୁ 300 ରୁ 350 କୋଟି ଟଙ୍କା ଦେବାକୁ ପଡ଼ିପାରେ। ହେଲେ ଏହା ଦାବିଗୁଡ଼ିକ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କିଏ କିଣିବ ଆରସିବିକୁ, ଅନୁଷ୍କା ଶର୍ମା କିମ୍ବା ରଣବୀର କିମ୍ବା ଆଉ କିଏ, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯାହା ତଥ୍ୟ ଆସିଛି ସେହି ତଥ୍ୟ ଆପଣଙ୍କୁ ଆମେ ଜଣାଇଲୁ। ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।